ଗୋଟେ କଥା ମନେ ରଖନ୍ତୁ, ଗୋଟେ ବିବାହିତା ନାରୀ ଯେତେ ପୂଜା ପାଠ କରୁ, ଯେତେ ଭଜନ କୀର୍ତ୍ତନ କରୁ, ଯେତେ ଉପବାସ ରଖୁ, ସେ ପର୍ଯ୍ୟନ୍ତ ତାଙ୍କର ବ୍ରତ ପୂରଣ ହୋଇନଥାଏ। ସେ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀର ଏହି ତିନୋଟି ଗୁଣ ଧର୍ମ ପାଳନ କରିନଥାନ୍ତି। ଏକରେ ତାଙ୍କ ସ୍ୱାମୀ କି ସମ୍ମାନ ଦବା ଓ ବାହାର ଲୋକଙ୍କ ପାଖରେ ତାଙ୍କ ସ୍ୱାମୀ କି ନୀଚ ନ ଦେଖେଇବା। କାହିଁକି ନା ଗୋଟେ ସ୍ୱାମୀର ମାନ ସମ୍ମାନ ହିଁ ଗୋଟେ ସ୍ତ୍ରୀର ଗହଣା ହୋଇଥାଏ। ଦୁଇରେ ସ୍ୱାମୀର ଇନକମକୁ ସମ୍ମାନ ଦିଅନ୍ତୁ। ସିଏ କମ କମାନ୍ତୁ କି ଅଧିକ କମାନ୍ତୁ, ତାକୁ ଭଗବାନଙ୍କ ପ୍ରସାଦ ଭାବି ଗ୍ରହଣ କରନ୍ତୁ। ତିନିରେ ସ୍ୱାମୀକୁ ମିଠା ମିଠା କଥା କୁହନ୍ତୁ। ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ କରନ୍ତୁ ନାହିଁ। କାହିଁକି ନା ଗୋଟେ ଘର ଯଦି ହସ ଖୁସିରେ ଚାଲିଥାଏ, ତାହେଲେ ମିଠା ମିଠା କଥାକୁ ନେଇକି ଚାଲିଥାଏ। ଯଦି ଆପଣମାନଙ୍କୁ ମୋ କଥାଟି ଭଲ ଲାଗିଥିବ, ତାହେଲେ ନିଶ୍ଚୟ ଭିଡ଼ିଓଟିକୁ ସେୟାର କରନ୍ତୁ।